ପାଠ୍ୟ ଅନ୍ତର୍ଗତ ଆସ ପାଠଟିକୁ ଭଲ ଭାବରେ ପଢ଼ିବା, ବୁଝିବା ଓ ଉତ୍ତର ଲେଖିବା। ମୋ ବୁଝିବାରେ ପ୍ରଶ୍ନ 1 ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତର ପାଖରେ ତାର ଚିହ୍ନ ଦେବା। ପ୍ରଶ୍ନ କ ଭରତ ଶୃଙ୍ଗବେରପୁରରେ କାହାକୁ ଭେଟିଥିଲେ? ଏହାର ସଠିକ୍ ଉତ୍ତର ହେଉଛି ଶବର ରାଜଗୃହକୁ। ପ୍ରଶ୍ନ ଖ ଭରତ କ'ଣ ସଜ କରି ଶ୍ରୀରାମଙ୍କ ସନ୍ଧାନରେ ଯିବା ପାଇଁ ପ୍ରସ୍ତୁତ ହେଲେ? ସଠିକ୍ ଉତ୍ତର ଚତୁରଙ୍ଗ ବଳ ସଜ କରି। ପ୍ରଶ୍ନ ଗ ସୈନ୍ୟମାନଙ୍କ ପଦଧ୍ୱନିରେ କ'ଣ ଉଡ଼ିଲା? ସଠିକ୍ ଉତ୍ତର ଅପସନ୍ 3 ଧୂଳି ପଟଳ ଉଡ଼ିଲା। ପ୍ରଶ୍ନ ଘ ଭରତ ଶତ୍ରୁଘ୍ନ ସୈନ୍ୟ ସାମନ୍ତ ନେଇ କ'ଣ କରିବାକୁ ଆସୁଛନ୍ତି ବୋଲି ଲକ୍ଷ୍ମଣ ଭାଇ ଶ୍ରୀରାମଙ୍କୁ କହିଲେ? ଅପସନ୍ 2 ମାରିବା ପାଇଁ ଆସୁଛନ୍ତି ବୋଲି ସେ କହିଥିଲେ। ପ୍ରଶ୍ନ ମ ଭରତ କିପରି ରାଜ୍ୟ ଶାସନ କଲେ? ଅପସନ୍ 2 ଶ୍ରୀରାମଙ୍କ ପ୍ରତିନିଧି ରୂପେ। ମିଳିମିଶି ଯୋଡ଼ିବା। ନିମ୍ନରେ ପାଠରେ କିଛି ବାକ୍ୟ କ ସ୍ତମ୍ଭରେ ଦିଆଯାଇଛି। ଖ ସ୍ତମ୍ଭରେ ଏହି ବାକ୍ୟ ଗୁଡ଼ିକର ଅର୍ଥ ବା ପ୍ରସଙ୍ଗ ଦିଆଯାଇଛି। ବୁଝି ବିଚାରି କ ସ୍ତମ୍ଭର ବାକ୍ୟ ସହ ଖ ସ୍ତମ୍ଭର ଅର୍ଥ ବା ପ୍ରସଙ୍ଗଟିକୁ ରେଖା ଟାଣି ଯୋଡ଼। ପ୍ରଶ୍ନ 1 ଭରତ ଓ ଶତ୍ରୁଘ୍ନ ରଥରେ ବସିଲେ, ସୁମନ୍ତ ରଥ ଚଳାଇଲେ। ଏହାର ଉତ୍ତର ଅପସନ୍ 3 ଭରତ ଓ ଶତ୍ରୁଘ୍ନ ରଥରେ ବସି ଶ୍ରୀରାମ, ଲକ୍ଷ୍ମଣ ଓ ସୀତାଙ୍କୁ ଖୋଜିବାକୁ ବାହାରି ଶୃଙ୍ଗବେରପୁରରେ ପହଞ୍ଚିଲେ। କ୍ୱେଶ୍ଚିନ୍ 2 ଭରତ ମୁନିଙ୍କୁ ପ୍ରଣାମ କରି ତାଙ୍କ ଆଗମନର କାରଣ ଜଣାଇଲେ। ଏବଂ ଅପସନ୍ 4 ଭରତ ଶ୍ରୀରାମଙ୍କୁ ଖୋଜିବା ପାଇଁ ଭରଦ୍ୱାଜ ମୁନିଙ୍କ ଆଶ୍ରମରେ ପହଞ୍ଚିଲେ ଓ ନିଜର ମନର କଥା ଜଣାଇଲେ। ମୁନି ତାଙ୍କୁ ବାଟ ବତାଇ ଦେଲେ। କ୍ୱେଶ୍ଚିନ୍ 3 ଭରତ କହିଲେ ଅଯୋଧ୍ୟାକୁ ଫେରିଯାଇ ରାଜସିଂହାସନରେ ବସ, ଆମେ ତୁମର ସେବା କରି ଧନ୍ୟ ହେବୁ। ଏହାର ଉତ୍ତର 1 ନମ୍ବର ଭରତ ଶ୍ରୀରାମଙ୍କ ପାଦ ତଳେ ପଡ଼ି କହିଲେ ଆପଣ ହେଉଛନ୍ତି ଅଯୋଧ୍ୟାର ରାଜା, ଆପଣ ରାଜସିଂହାସନରେ ବସନ୍ତୁ, ଆମେ 4 ଭାଇ ତୁମର ସେବା କରିବୁ, ଆପଣ ଫେରି ଚାଲନ୍ତୁ। କ୍ୱେଶ୍ଚିନ୍ 4 ପାଦୁକା ଦୁଇଟିକୁ ସିଂହାସନରେ ରଖି ରାମଙ୍କର ପ୍ରତିନିଧି ରୂପେ ରାଜ୍ୟ ଶାସନ କଲେ। ଏହାର ଉତ୍ତର 2 ନମ୍ବର ଶ୍ରୀରାମ ପିତୃସତ୍ୟ ପାଳନରୁ ବିଚ୍ୟୁତ ହେଲେ ନାହିଁ। ଭରତ ରାମଙ୍କ ପ୍ରଦତ୍ତ ପାଦୁକାକୁ ସିଂହାସନରେ ରଖି ଶ୍ରୀରାମଙ୍କ ପ୍ରତିନିଧି ଭାବେ ତପସ୍ୱୀ ବେଶରେ ରାଜ୍ୟ ଶାସନ କରିବାକୁ ସମ୍ମତ ହେଲେ। ବାକ୍ୟ ଗୁଡ଼ିକର ଆଲୋଚନା କର। ନିମ୍ନରେ ପାଠ ମଧ୍ୟରୁ କିଛି ବାକ୍ୟ ଦିଆଯାଇଛି। ଏଗୁଡ଼ିକୁ ଧ୍ୟାନ ସହକାରେ ପଢ଼ ଓ ତୁମ ବିଚାରରେ ଏହାର ଅର୍ଥ ପ୍ରକାଶ କରି ସାଙ୍ଗମାନଙ୍କ ସହିତ ଆଲୋଚନା କର। ପ୍ରଶ୍ନ କ ସିଂହାସନରେ ତୁମେ ବସିବା କଥା, ତାହା ପାଇଁ ତୁମେ ହିଁ ଉପଯୁକ୍ତ। ଉତ୍ତର ସିଂହାସନରେ ... ଉପଯୁକ୍ତ। ଉକ୍ତ ଗଦ୍ୟାଂଶଟି ଅଷ୍ଟମ ଶ୍ରେଣୀ ସାହିତ୍ୟ ସୁରଭି ପୁସ୍ତକର ଭରତଙ୍କ ଚିତ୍ରକୂଟ ଯାତ୍ରା ପ୍ରବନ୍ଧରୁ ଉଦ୍ଧୃତ। ଏଠାରେ ଲେଖକ ଅଯୋଧ୍ୟାର ରାଜସିଂହାସନରେ ବସିବାକୁ ରାମଚନ୍ଦ୍ର ହିଁ ଉପଯୁକ୍ତ ବ୍ୟକ୍ତି ବୋଲି ଭରତଙ୍କ ଉକ୍ତିକୁ ପ୍ରକାଶ କରିଛନ୍ତି। ରାମଚନ୍ଦ୍ର ଅଯୋଧ୍ୟାର ରାଜସିଂହାସନରେ ବସିବାକୁ ସ୍ଥିର ହୋଇଥିଲା, ମାତ୍ର ରାଜରାଣୀ କୈକେୟୀଙ୍କର ଦୁଷ୍ଟ ବୁଦ୍ଧି ଯୋଗୁଁ ସେ ପିତୃସତ୍ୟ ପାଳନ କରି 14 ବର୍ଷ ବନବାସରେ ବନଗମନ କଲେ। ମାତୁଳାୟରେ ଅବସ୍ଥାନ କରୁଥିବା ଭରତ ଅଯୋଧ୍ୟାକୁ ଫେରି ରାମଚନ୍ଦ୍ରଙ୍କୁ ଫେରାଇ ଆଣିବାକୁ ଚିତ୍ରକୂଟ ଯାତ୍ରା କଲେ। ସେଠାରେ ରାମଙ୍କୁ ଭେଟି ତାଙ୍କୁ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବାକୁ ନିବେଦନ କଲେ। ଭରତ ତାଙ୍କୁ କହିଲେ ଯେ ଆପଣ ହେଉଛନ୍ତି ଅଯୋଧ୍ୟା ସିଂହାସନ ଆରୋହଣ କରିବା ପାଇଁ ଉପଯୁକ୍ତ ବ୍ୟକ୍ତି, ଆପଣଙ୍କ ବ୍ୟତୀତ ସିଂହାସନ ଆରୋହଣ କରିବାକୁ ଅନ୍ୟ କାହାର ଯୋଗ୍ୟତା ନାହିଁ। ପ୍ରଶ୍ନ ଖ ଯେଉଁ ସତ୍ୟ ପାଳିବାକୁ ଯାଇ ଆମର ପିତା ଜୀବନ ହରାଇଲେ, ମୁଁ କିପରି ସେହି ସତ୍ୟ ଲଙ୍ଘନ କରିବି? ଏହାର ଉତ୍ତର ଯେଉଁ ସତ୍ୟ ... କରିବି। ଉକ୍ତ ଗଦ୍ୟାଂଶଟି ଅଷ୍ଟମ ଶ୍ରେଣୀ ସାହିତ୍ୟ ସୁରଭି ପୁସ୍ତକର ଭରତଙ୍କ ଚିତ୍ରକୂଟ ଯାତ୍ରା ପ୍ରବନ୍ଧରୁ ଉଦ୍ଧୃତ। ଏଠାରେ ଭରତଙ୍କର ରାମଚନ୍ଦ୍ରଙ୍କୁ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ପାଇଁ ଅନୁରୋଧ ସତ୍ତ୍ୱେ ସେ ପିତୃସତ୍ୟ ଉଲ୍ଲଙ୍ଘନ କରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି। ଭରତ ଓ କୁଳଗୁରୁ ବଶିଷ୍ଠ ରାମଚନ୍ଦ୍ରଙ୍କୁ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ସିଂହାସନ ଆରୋହଣ କରିବାକୁ ବହୁତ ବୁଝାଇଲେ,
କିନ୍ତୁ ରାମଚନ୍ଦ୍ର କୌଣସି ପ୍ରକାରେ ଅଯୋଧ୍ୟା ଫେରିବାକୁ ସମ୍ମତି ପ୍ରକାଶ କଲେ ନାହିଁ। ସେ କହିଲେ ଯେ ସତ୍ୟ ପାଳନ କରିବାକୁ ଯାଇ ଆମର ପିତା ଜୀବନ ହରାଇଲେ। ମୁଁ ମଧ୍ୟ ପିତୃସତ୍ୟ ପାଳନ କରି 14 ବର୍ଷ ପାଇଁ ବନବାସ କରୁଛି। ମୁଁ ସତ୍ୟ ଲଙ୍ଘନ କଲେ ପିତାଙ୍କର ଆତ୍ମା ଶାନ୍ତି ଲାଭ କରିବ ନାହିଁ। ମୁଁ ଅବଶ୍ୟ 14 ବର୍ଷ ବନବାସ ପୂରଣ କରି ଅଯୋଧ୍ୟାକୁ ଫେରିବି। ପ୍ରଶ୍ନ ଗ, ତାହେଲେ ତୁମେ ମୋର ପ୍ରତିନିଧି ରୂପେ ରାଜ୍ୟ ଶାସନ କର। ଏହାର ଉତ୍ତର, ତାହେଲେ ଶାସନ କର। ଉକ୍ତ ଗଦ୍ୟାଂଶଟି ଅଷ୍ଟମ ଶ୍ରେଣୀ ସାହିତ୍ୟ ସୁରଭି ପୁସ୍ତକର ଭରତଙ୍କ ଚିତ୍ରକୂଟ ଯାତ୍ରା ପ୍ରବନ୍ଧରୁ ଉଦ୍ଧୃତ। ଏଠାରେ ଲେଖକ ଭରତଙ୍କୁ ତାଙ୍କର ପ୍ରତିନିଧି ରୂପେ ଶାସନ କାର୍ଯ୍ୟ କରିବାକୁ ରାମଚନ୍ଦ୍ରଙ୍କ ଉକ୍ତିଟିକୁ ପ୍ରକାଶ କରିଛନ୍ତି। ରାମଚନ୍ଦ୍ରଙ୍କ ବନବାସ ସମୟରେ ଭରତ ମାମୁଁ ଘରେ ଥିଲେ ଓ ବନବାସ ସମ୍ବାଦ ପାଇ ବିଶେଷ ମର୍ମାହତ ହେଲେ। ସେ ଚିତ୍ରକୂଟ ଯାତ୍ରା କରି ଅଯୋଧ୍ୟା ଫେରି ଆସିବାକୁ ରାମଙ୍କୁ ବହୁ ଅନୁରୋଧ କଲେ। ରାମଚନ୍ଦ୍ର ପିତୃସତ୍ୟ ଉଲ୍ଲଙ୍ଘନ କରି ବନବାସରୁ ଓହରିବେ ନାହିଁ ବୋଲି କହିଲେ। ଭରତଙ୍କୁ ସିଂହାସନରେ ବସି ରାଜକର୍ମ ପାଳନ କରିବାକୁ କହିଲେ। ଏହା ଶୁଣି ଭରତ ରାମଙ୍କୁ କହିଲେ, ଅଯୋଧ୍ୟାର ସିଂହାସନ ଆରୋହଣ କରିବାକୁ ଅନ୍ୟ କାହାର ଯୋଗ୍ୟତା ନାହିଁ। ମୋ ପରି ଅଧମର ସେଥିପାଇଁ ଯୋଗ୍ୟତା ନାହିଁ। ଉଭୟେ ନିଜ ଜିଦରେ ଅଟଳ ରହିବାରୁ ରାମଚନ୍ଦ୍ର ଭରତଙ୍କୁ ତାଙ୍କର ପ୍ରତିନିଧି ରୂପେ ରାଜ୍ୟ ଶାସନ କରିବାକୁ କହିଲେ। ଭରତ ଅତି ଦୁଃଖରେ ସମ୍ମତି ପ୍ରକାଶ କରିଥିଲେ। ରାମଚନ୍ଦ୍ରଙ୍କ ପାଦୁକା ଦୁଇଟିକୁ ମସ୍ତକରେ ଧାରଣ କରି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ। ରାଜଭୋଗ ତ୍ୟାଗ କରି, ବକଳ ପରିଧାନ କରି ଓ ଫଳମୂଳ ଆହାର କରି ରାମଚନ୍ଦ୍ରଙ୍କ ପ୍ରତିନିଧି ରୂପେ ରାଜ୍ୟ ଶାସନ କଲେ। ବୁଝି ବିଚାରି ଲେଖ। ବର୍ତ୍ତମାନ ତୁମେ ଏହି ପାଠଟିକୁ ପୁଣି ଥରେ ଭଲ ଭାବରେ ପଢ଼ ଓ ନିମ୍ନଲିଖିତ ପ୍ରଶ୍ନ ଗୁଡ଼ିକ ଉପରେ ଆଲୋଚନା କରି ଲେଖ। ପ୍ରଶ୍ନ କ, ଭରତ ଶବରରାଜ ଗୃହକଙ୍କଠାରୁ କି ସମ୍ବାଦ ପାଇଲେ? ଭରତ ଶବରରାଜ ଗୃହକଙ୍କଠାରୁ ସମ୍ବାଦ ପାଇଲେ ଯେ ରାମ ଭରଦ୍ୱାଜ ମୁନିଙ୍କ ଆଶ୍ରମ ବାଟେ ଚିତ୍ରକୂଟକୁ ଯାଇଛନ୍ତି। ପ୍ରଶ୍ନ ଖ, ଭରତ କାହିଁକି ତପସ୍ୱୀ ବେଶ ଧାରଣ କରିଥିଲେ? ଭରତ ରାମଙ୍କୁ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଲାଗି ବ୍ୟାକୁଳ ନିବେଦନ କଲେ ମଧ୍ୟ ପିତୃସତ୍ୟ ଭଙ୍ଗ କରି ଅଯୋଧ୍ୟା ଫେରିବେ ନାହିଁ ବୋଲି ରାମଚନ୍ଦ୍ର କହିଥିଲେ। ରାମ ଯେତେ ବୁଝାଇଲେ ସୁଦ୍ଧା ଭରତ ରାଜସିଂହାସନରେ ବସିବାକୁ ରାଜି ହେଲେ ନାହିଁ। ରାମ ଭରତଙ୍କୁ ତାଙ୍କର ପ୍ରତିନିଧି ରୂପେ ରାଜ୍ୟ ଶାସନ କରିବାକୁ କହିଲେ। ରାମଙ୍କ ଆଦେଶ ମାନି ତାଙ୍କର ପାଦୁକା ଦୁଇଟିକୁ ମୁଣ୍ଡରେ ଧରି ଶତ୍ରୁଘ୍ନ ମନ୍ତ୍ରୀଗଣ ଓ ସୈନ୍ୟମାନଙ୍କ ସହିତ ଅଯୋଧ୍ୟାକୁ ଫେରି ଆସିଲେ। ପିତୃସତ୍ୟ ପାଳନ କରିବାକୁ ସତ୍ୟବଦ୍ଧ ନ ହୋଇଥିଲେ ସୁଦ୍ଧା ସେ ମସ୍ତକରେ ଜଟା ଧାରଣ କଲେ, ବକଳ ପିନ୍ଧିଲେ ଓ ଫଳମୂଳ ଖାଇଲେ ଓ ସମସ୍ତ ରାଜସୁଖ ତ୍ୟାଗ କରି ରାମଙ୍କ ଭଳି ତପସ୍ୱୀ ଜୀବନ ଯାପନ କରିବାକୁ ଲାଗିଲେ। ପ୍ରଶ୍ନ ଗ, ଶ୍ରୀରାମ କେଉଁ ସତ୍ୟ ଲଙ୍ଘନ କରିପାରିବେ ନାହିଁ ବୋଲି ଭରତଙ୍କୁ କହିଥିଲେ? ପିତୃସତ୍ୟ ଲାଗି 14 ବର୍ଷ ବନବାସ ପାଳିବା ସତ୍ୟକୁ କେବେ ଲଙ୍ଘନ କରିପାରିବେ ନାହିଁ ବୋଲି ଶ୍ରୀରାମ ଭରତଙ୍କୁ କହିଥିଲେ। ପ୍ରଶ୍ନ ଗ, ଭରତ ଓ ଶତ୍ରୁଘ୍ନଙ୍କ ସହିତ ସୈନ୍ୟ ସାମନ୍ତମାନଙ୍କୁ ଦେଖି ଲକ୍ଷ୍ମଣଙ୍କ ମନରେ କି ଧାରଣା ସୃଷ୍ଟି ହେଲା? ଭରତ ଓ ଶତ୍ରୁଘ୍ନଙ୍କ ସହିତ ସୈନ୍ୟ ସାମନ୍ତଙ୍କୁ ଦେଖି ଲକ୍ଷ୍ମଣ ଭାବିଲେ, ବୋଧହୁଏ ଭରତ ରାଜ୍ୟ ଅଧିକାର କରି ମଧ୍ୟ ସନ୍ତୁଷ୍ଟ ନୁହନ୍ତି, ତେବେ ସେମାନଙ୍କୁ ବଧ କରିବା ପାଇଁ ସୈନ୍ୟ ସାମନ୍ତ ନେଇ ଆସୁଛନ୍ତି। ଅନୁମାନ ଓ କଳ୍ପନା। ପ୍ରଶ୍ନ କ, ଗୃହକଙ୍କଠାରୁ କେଉଁ ସମ୍ବାଦ ଶୁଣି ଭରତଙ୍କ ଶୋକ ବୃଦ୍ଧି ପାଇଲା? ତୁମେ ଭରତଙ୍କ ସ୍ଥାନରେ ରହିଥିଲେ କ'ଣ କରିଥାନ୍ତ? ଅନୁମାନ କରି ଲେଖ। ରାମ, ଲକ୍ଷ୍ମଣ ଓ ସୀତା ବଣର ଫଳମୂଳ ଖାଇ କିପରି ବୃକ୍ଷମୂଳେ ଶୋଇଥିଲେ ସେହି ସ୍ଥାନଟିକୁ ଗୃହକ ଭରତଙ୍କୁ ଦେଖାଇଥିଲେ। ଏହି ସମ୍ବାଦ ଶୁଣି ଭରତଙ୍କ ଶୋକ ବୃଦ୍ଧି ପାଇଲା। ପ୍ରଶ୍ନ ଖ, ଭାଇ ଭାଇକୁ ଭେଟିଲେ ମନରେ କି ଭାବନା ସୃଷ୍ଟି ହେବ? ଭରତ ଓ ଶତ୍ରୁଘ୍ନଙ୍କୁ ଦେଖି ଶ୍ରୀରାମଙ୍କ ମନରେ କ'ଣ ସୃଷ୍ଟି ହେଲା? ଚିତ୍ରକୂଟଠାରେ ଭରତ ରାମଙ୍କୁ ଦେଖି ସାଷ୍ଟାଙ୍ଗ ପ୍ରଣିପାତ କଲେ। ଲକ୍ଷ୍ମଣ ମିଳନ ଭରତଙ୍କୁ ପ୍ରଣାମ ଜଣାଇଲେ। ଶତ୍ରୁଘ୍ନ ରାମ ଓ ଲକ୍ଷ୍ମଣଙ୍କୁ ଯଥାବିଧି ମାନ୍ୟ ଦେଲା ପରେ ଚାରି ଭାଇଙ୍କର ମିଳନ ହେଲା। ସମସ୍ତଙ୍କ ଚକ୍ଷୁରୁ ଲୋତକ ବହିବାକୁ ଲାଗିଲା। ପ୍ରଶ୍ନ ଗ, ତୁମ ବିଚାର ଅନୁସାରେ ବଡ଼ ଭାଇଙ୍କୁ କେଉଁ ସମ୍ମାନ ପ୍ରଦାନ କରାଯାଏ? ତାହା ଭରତ ପାଳନ କରିଛନ୍ତି ବୋଲି ତୁମେ ଯଦି ଭାବୁଛ, ତେବେ କାହିଁକି? ମାତୃଭକ୍ତ ଭରତ ଥିଲେ ନିଃସ୍ୱାର୍ଥପର ଓ ନ୍ୟାୟପରାୟଣ।
ତାଙ୍କର ଅଯୋଧ୍ୟାର ସିଂହାସନ ପ୍ରତି କୌଣସି ଆସକ୍ତି ନଥିଲା। ସେ ତତ୍କ୍ଷଣାତ୍ ରାମଚନ୍ଦ୍ରଙ୍କୁ ଅଯୋଧ୍ୟା ଫେରାଇ ଆଣିବାକୁ ବନଗମନ କରିଥିଲେ। ଏଥିରୁ ତାଙ୍କ ଚରିତ୍ରର ମହନୀୟତା ପରିଲକ୍ଷିତ ହୁଏ। ରାମଚନ୍ଦ୍ର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଲାଗି ଅସମ୍ମତ ହେବାରୁ ତାଙ୍କ ଚରଣ ପାଦୁକା ସିଂହାସନରେ ସ୍ଥାପନ କରି ରାମଙ୍କ ପ୍ରତିନିଧି ରୂପେ ଶାସନ କରିଥିଲେ ଓ ରାମଙ୍କ ପରି ବନବାସୀ ଜୀବନ ଅତିବାହିତ କରିବାକୁ ଲାଗିଲେ। ଭରତଙ୍କ ଦୃଷ୍ଟାନ୍ତ ସମଗ୍ର ପୃଥିବୀ ସାହିତ୍ୟରେ ବିରଳ। ପ୍ରଶ୍ନ ଘ. ତୁମେ ଯଦି ପିତାଙ୍କର ବଡ଼ ପୁଅ ହୋଇଥାନ୍ତ, ତେବେ ତୁମେ ତୁମ ସାନ ଭାଇମାନଙ୍କ ପ୍ରତି କିପରି ସ୍ନେହ ଭାବଦାନ କରିଥାନ୍ତ, ବର୍ଣ୍ଣନା କର। ଯଦି ମୁଁ ପିତାଙ୍କର ବଡ଼ ପୁଅ ହୋଇଥାନ୍ତି, ତେବେ ମୁଁ ମୋ ସାନ ଭାଇମାନଙ୍କ ପ୍ରତି ସ୍ନେହ, ଆଦର ଓ ଦାୟିତ୍ୱବୋଧ ପ୍ରଦର୍ଶନ କରିଥାନ୍ତି। ବଡ଼ ଭାଇ ଭାବେ ମୋର କର୍ତ୍ତବ୍ୟ ହୋଇଥାନ୍ତା ସେମାନଙ୍କୁ ଠିକ୍ ପଥ ଦେଖାଇବା, ପଢ଼ାଶୁଣାରେ ସାହାଯ୍ୟ କରିବା ଓ ଭଲ ଆଚରଣ ଶିଖାଇବା। ମୁଁ ସେମାନଙ୍କ ସହ କଥା ହୋଇ ସେମାନଙ୍କ ସମସ୍ୟା ଶୁଣି ସମାଧାନ କରିବାକୁ ଚେଷ୍ଟା କରିଥାନ୍ତି ଓ ସବୁବେଳେ ସେମାନଙ୍କୁ ସହଯୋଗ କରିଥାନ୍ତି। ପ୍ରଶ୍ନ ମ. ଶ୍ରୀରାମଚନ୍ଦ୍ରଙ୍କ ପିତୃଭକ୍ତି ଓ ଭ୍ରାତୃସ୍ନେହ ପରି ଆଜିର ଯୁବପିଢ଼ି ଯଦି ପାଳନ କରନ୍ତି, ତେବେ କ'ଣ କରିବେ? ରାମଙ୍କ ପିତୃଭକ୍ତି ଓ ଭ୍ରାତୃସ୍ନେହ ଆମ ସମାଜ ପାଇଁ ଏକ ଉତ୍ତମ ଆଦର୍ଶ। ଆଜିର ଯୁବପିଢ଼ି ଯଦି ରାମଙ୍କ ପରି ପିତାମାତାଙ୍କ ପ୍ରତି ଭକ୍ତି ଓ ସମ୍ମାନ ରଖନ୍ତି, ତେବେ ସେମାନେ ପିତାମାତାଙ୍କର କଥା ମାନିବେ, ସେମାନଙ୍କର ସେବା କରିବେ ଓ ପରିବାରର ମର୍ଯ୍ୟାଦା ରକ୍ଷା କରିବେ। ଏହାଦ୍ୱାରା ପରିବାରରେ ଶାନ୍ତି, ପ୍ରେମ ଓ ସମ୍ମାନ ବଢ଼ିବ। ସେହିପରି ସେମାନେ ଯଦି ଭାଇ ଭଉଣୀମାନଙ୍କ ପ୍ରତି ସ୍ନେହ, ସହଯୋଗ ଓ ଏକତା ରଖନ୍ତି, ତେବେ ପରିବାର ଅଧିକ ଶକ୍ତିଶାଳୀ ଓ ସୁଖମୟ ହେବ। ଆଜିର ଯୁବପିଢ଼ି ଯଦି ରାମଚନ୍ଦ୍ରଙ୍କ ଉତ୍ତମ ଗୁଣଗୁଡ଼ିକୁ ଅନୁସରଣ କରନ୍ତି, ସେମାନେ ଭଲ ମଣିଷ ହେବେ ଓ ସମାଜର ଉନ୍ନତିରେ ମଧ୍ୟ ଅବଦାନ ରଖିପାରିବେ। ପାଠଟିର ଶୀର୍ଷକ ବା ନାମକରଣ। ପାଠଟିର ଶୀର୍ଷକ ବା ନାମକରଣ ତୁମେ ଯଦି ପରିବର୍ତ୍ତନ କରିବାକୁ ଇଚ୍ଛା କରିବ, ତେବେ କେଉଁ ନାମ ଦେବ ଓ କାହିଁକି ଦେବ? ପାଠର ଶୀର୍ଷକ ବା ନାମକରଣ ଯଦି ପରିବର୍ତ୍ତନ କରିବାକୁ ଇଚ୍ଛା କରିବ, ତେବେ ଏହାର ନାମ ଭରତଙ୍କ ମହାନତା ରହିବ। କାରଣ ପିତୃସତ୍ୟ ପାଳନ କରିବାର ବଚନବଦ୍ଧ ହୋଇନଥିଲେ ସୁଦ୍ଧା ଭରତ ରାମଚନ୍ଦ୍ରଙ୍କ ପାଦୁକା ଦୁଇଟିକୁ ସିଂହାସନରେ ସ୍ଥାପନ କରି ରାମଙ୍କ ପରି ବକ୍କଳ ପରିଧାନ କରି ଫଳମୂଳ ଆହାର କରି ରାମଚନ୍ଦ୍ରଙ୍କ ପ୍ରତିନିଧି ରୂପେ ରାଜ୍ୟ ଶାସନ କରିଥିଲେ। ତାଙ୍କର ଅସୀମ ସ୍ୱାର୍ଥତ୍ୟାଗ ଓ ବୈରାଗ୍ୟ ଦେଖି ସମସ୍ତେ ତାଙ୍କୁ ଧନ୍ୟ ଧନ୍ୟ କହିବାକୁ ଲାଗିଲେ। ଭରତଙ୍କର ଏପରି ଅନାବିଳ ଭ୍ରାତୃଭକ୍ତି ସମଗ୍ର ପୃଥିବୀ ସାହିତ୍ୟରେ ବିରଳ। ଭାଷା ବିଚାର। ନିମ୍ନରେ କେତେକ ଶବ୍ଦ ଦିଆଯାଇଛି। ସେଥିରେ ଅନେକ ବିଶେଷତା ଓ ଗୁଣ ରହିଛି। ତହିଁରୁ ବିଶେଷ୍ୟ ଓ ବିଶେଷଣ ପଦ ଚିହ୍ନାଅ। ଯେପରି ମନ୍ଦବୁଦ୍ଧି। ଏଠାରେ ମନ୍ଦ ହେଉଛି ବିଶେଷଣ, ବିଶେଷ୍ୟ ହେଉଛି ବୁଦ୍ଧି। ସେହିପରି 14 ବର୍ଷ। 14 ହେବ ବିଶେଷଣ ଓ ବର୍ଷ ହେବ ବିଶେଷ୍ୟ। ଅଖଣ୍ଡ ବିଶ୍ୱାସ। ଅଖଣ୍ଡ ହେବ ବିଶେଷଣ, ବିଶ୍ୱାସ ହେବ ବିଶେଷ୍ୟ। ଥଣ୍ଡା ପାଣି। ଥଣ୍ଡା ହେବ ବିଶେଷଣ, ପାଣି ହେବ ବିଶେଷ୍ୟ। କଷା ଫଳ। କଷା ହେବ ବିଶେଷଣ, ଫଳ ହେବ ବିଶେଷ୍ୟ। ବିପରୀତାର୍ଥବୋଧକ ଶବ୍ଦ ଓ ଏହାର ପ୍ରୟୋଗ। ପ୍ରଶ୍ନ କ. ନିମ୍ନ ସାରଣୀରେ କେତେକ ଶବ୍ଦ ଓ ତାହାର ବିପରୀତାର୍ଥବୋଧକ ଶବ୍ଦ ଦିଆଯାଇଛି। ସେଗୁଡ଼ିକୁ ରେଖା ଟାଣି ସଂଯୋଗ କର। ଶବ୍ଦ ଦେଇଛି ଦୁର୍ଗମ। ଦୁର୍ଗମର ବିପରୀତ ଶବ୍ଦ ସୁଗମ। ଆଗମନର ବିପରୀତ ଶବ୍ଦ ପ୍ରତ୍ୟାଗମନ। ସନ୍ତୁଷ୍ଟର ବିପରୀତ ଶବ୍ଦ ଅସନ୍ତୁଷ୍ଟ। ଆନନ୍ଦର ବିପରୀତ ଶବ୍ଦ ବିଷାଦ। ଭୁଲର ବିପରୀତ ଶବ୍ଦ ଠିକ୍। ମିଳନର ବିପରୀତ ଶବ୍ଦ ବିଚ୍ଛେଦ। ଦୁଃଖର ବିପରୀତ ଶବ୍ଦ ସୁଖ। ମୃତ୍ୟୁର ବିପରୀତ ଶବ୍ଦ ଜନ୍ମ। ସାର୍ଥକର ବିପରୀତ ଶବ୍ଦ ନିରର୍ଥକ। ସ୍ୱୀକାରର ବିପରୀତ ଶବ୍ଦ ଅସ୍ୱୀକାର।